ନମସ୍କାର, ମୁଁ ଅତୀଶ ରଞ୍ଜନ ପ୍ରଧାନ ଟିଚିଂ ଅଫ୍ ଫିଲୋସଫି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। କେତେଗୁଡ଼ିଏ କଲେଜ ତରଫରୁ ଗେଷ୍ଟ ଫ୍ୟାକଲ୍ଟି ପୋଷ୍ଟ ପାଇଁ ରିକ୍ରୁଟମେଣ୍ଟ ବାହାରି ଅଛି। ଚାଲନ୍ତୁ ନଜର ପକାଇବା କେଉଁ କେଉଁ କଲେଜରେ ଏବଂ କେଉଁ କେଉଁ ପୋଷ୍ଟ ପାଇଁ ଭ୍ୟାକେନ୍ସି ଅଛି। ତା ପୂର୍ବରୁ ଯଦି ଆପଣମାନେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ନୂଆ ଥାନ୍ତି ତାହେଲେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍କୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ପ୍ରଥମ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିବ। ଆସନ୍ତୁ ନଜର ପକାଇବା। ପ୍ରଥମେ ଯାହା ରହିଛି ଅଗରପୁର କଲେଜ, ଅଗରପୁର ତରଫରୁ ଭ୍ୟାକେନ୍ସି ଆସିଛି। ୱାକାନ୍ ଇଣ୍ଟରଭ୍ୟୁ ଅଛି। ଯଦି ଦେଖିବା, ଏହା ଭଦ୍ରକ ଡିଷ୍ଟ୍ରିକ୍ଟରେ ବିଲଙ୍ଗ କରୁଛି। ୱାକିଂ ଇଣ୍ଟରଭ୍ୟୁ ଅଛି। ପିଓର କଣ୍ଟ୍ରାକ୍ଚୁଆଲ୍ ବା ଗେଷ୍ଟ ଫ୍ୟାକଲ୍ଟି ରୂପେ ଅଛି। ଏବଂ ଯଦି ଆମେ ଏହାର ଡେଟ୍ ଦେଖିବା 25/9/2025 11ଟା AM ତାଙ୍କର ରିପୋର୍ଟିଂ ଟାଇମ୍ ରଖିଛନ୍ତି। ଏବଂ କେଉଁ କେଉଁ ସବଜେକ୍ଟରେ କେତୋଟି ପୋଷ୍ଟ ଅଛି ଏବଂ କ୍ୱାଲିଫିକେସନ୍ କ'ଣ ରହିଛି ଆସନ୍ତୁ ଦେଖିବା। ପ୍ରଥମେ ରହିଛି ଲେକ୍ଚର ଇନ୍ ଇଂଲିଶ ପାଇଁ ଗୋଟେ ପୋଷ୍ଟ ରହିଛି। MA ଇନ୍ ଇଂଲିଶ 55% ମାର୍କ ରଖିଥିବାର ନିହାତି ଆବଶ୍ୟକ। ସେମିତି ଲେକ୍ଚର ଇନ୍ ପଲିଟିକାଲ୍ ସାଇନ୍ସ ପାଇଁ ଗୋଟେ ପୋଷ୍ଟ ରହିଛି। MA ୱିଥ୍ 55% ମାର୍କ। ଲେକ୍ଚର ଇନ୍ ବଟନୀ ପାଇଁ 1 ପୋଷ୍ଟ ରହିଛି। MS ଇନ୍ ବଟନୀ ୱିଥ୍ 55% ମାର୍କ ରହିଥିବା ଦରକାର। ଏବଂ ଜୁନିୟର ଲାଇବ୍ରେରୀ ପାଇଁ 1 ପୋଷ୍ଟ ରହିଛି। BLB ଲାଇବ୍ରେରୀ ୱିଥ୍ କମ୍ପ୍ୟୁଟର ନଲେଜ ରହିଥିବା ଦରକାର। ଏବଂ ଯେଉଁମାନଙ୍କର ଏସବୁ କ୍ୱାଲିଫିକେସନ୍ ଥିବ ସେମାନେ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ ଏବଂ ତା ସହିତ ନିଜର ସମସ୍ତ ଡକୁମେଣ୍ଟ, ଫଟୋ ଏବଂ ବାୟୋଡାଟା ନେଇକରି ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ଏବଂ ଆଉ ଗୋଟେ କଲେଜ ତରଫରୁ ମଧ୍ୟ ଭ୍ୟାକେନ୍ସି ଆସିଛି, ଯେଉଁଟା ଦେଖିବା। ୱାକିଂ ଇଣ୍ଟରଭ୍ୟୁ ରହିଛି। ଜନତା ଡିଗ୍ରୀ କଲେଜ ଡିଷ୍ଟ୍ରିକ୍ଟ ଅନୁଗୁଳ ତରଫରୁ ଭ୍ୟାକେନ୍ସି ଆସିଛି। ଏହାର ଯଦି ଦେଖିବା ଆମେ ଲେକ୍ଚର ଇନ୍ ଫିଜିକ୍ସ ଏଜୁକେସନ୍ ଇନଫର୍ମେସନ୍ ଟେକ୍ନୋଲୋଜି ପାଇଁ 3ଟି ପୋଷ୍ଟ ପାଇଁ ଭ୍ୟାକେନ୍ସି ଆସିଛି। ଏବଂ ଏହାର ରିପୋର୍ଟିଂ ଟାଇମ୍ ରଖିଛନ୍ତି 24/9/2025 11ଟା AM ବେଳେ ରିପୋର୍ଟିଂ ଟାଇମ୍ ରଖିଛନ୍ତି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ସେମାନେ ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତି। ଏବଂ ଯଦି ଆମେ ଦେଖିବା PGରେ ସେମାନେ 55% ମାର୍କ ରଖିଥିଲେ ସେମାନେ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ଏବଂ ତାଙ୍କର କଣ୍ଟାକ୍ଟ ନମ୍ବର ମଧ୍ୟ ଦିଆଯାଇଛି। ଆପଣ ତାଙ୍କର କଣ୍ଟାକ୍ଟ ନମ୍ବର କଲ୍ କରି ପଚାରିପାରିବେ। ଏବଂ ତା ସହିତ କହିଛି କ'ଣ, ପିଓରଲି ଆପଏଣ୍ଟମେଣ୍ଟ କଣ୍ଟ୍ରାକ୍ଚୁଆଲ୍ ବେସିସ୍ରେ ରହିବ। ଅଲ୍ ଅରିଜିନାଲ୍ ଆଣ୍ଡ ସେଟ୍ ଅଫ୍ ଏକ୍ସଟ୍ରା କପି ଅଫ୍ ସାର୍ଟିଫିକେଟ୍ ଆଣ୍ଡ ବି ପ୍ରଡ୍ୟୁସ୍ ଆଟ୍ ଦ ଟାଇମ୍ ଇଣ୍ଟରଭ୍ୟୁ। ଯିଏ କହିଛି କ'ଣ, ନିଜର ସମସ୍ତ ସାର୍ଟିଫିକେଟ୍ ଅରିଜିନାଲ୍ ୱିଥ୍ ଫଟୋକପି ଏବଂ ବାୟୋଡାଟା ଏସବୁ ନେଇକରି ଇଣ୍ଟରଭ୍ୟୁ ଆଟେଣ୍ଡ କରିବେ। ଏବଂ ଆଉ ଗୋଟେ ତରଫରୁ ମଧ୍ୟ ଭ୍ୟାକେନ୍ସି ଆସିଛି ଦେଖିବା। ୱାକିଂ ଇଣ୍ଟରଭ୍ୟୁ ଅଛି। ନବୋଦୟ ହାୟର ସେକେଣ୍ଡାରୀ ସ୍କୁଲ ଖୋର୍ଦ୍ଧା ରୋଡ଼ ତରଫରୁ ଭ୍ୟାକେନ୍ସି ଆସିଛି। ଯଦି ଆମେ ଦେଖିବା ଏଠି ସବଜେକ୍ଟ ଗୁଡ଼ିକ TGT ପୋଷ୍ଟ ରହିଛି। ଇଂଲିଶ, SST, ସାଇନ୍ସ, ମ୍ୟାଥମେଟିକ୍ସ, ଓଡ଼ିଆ, ହିନ୍ଦୀ ଏସବୁ ରହିଛି। PGT ପୋଷ୍ଟ ଯଦି ଦେଖିବା ଇଂଲିଶ, ମ୍ୟାଥ, IT, ହିଷ୍ଟ୍ରି, ଜିଓଗ୍ରାଫି, କମର୍ସ, ଫିଜିକ୍ସ ଏବଂ ଏଜୁକେସନ୍ ପୋଷ୍ଟ ରହିଛି। ସେମିତି MA, MSc, MTech, BTech, BA, BSc ୱିଥ୍ BEd ହାଭିଂ 65% ମାର୍କ ରହିଥିଲେ ଏସବୁ ଇଣ୍ଟରଭ୍ୟୁ ଦେଇପାରିବେ। ଏବଂ ଏକ୍ସପିରିଏନ୍ସ କହିଛି 3 to 5 year ପ୍ରିଫରେନ୍ସ ଇନ୍ ଇଂଲିଶ ରହିଛି। ଏବଂ ତା ସହିତ ଯଦି ଆମେ ଦେଖିବା ଏଇଟା ଖୋର୍ଦ୍ଧା ନୁହେଁ, ଏଇଟା ଖରିଆ ରୋଡ଼ ନୂଆପଡ଼ା ତରଫରୁ ଭ୍ୟାକେନ୍ସି ଆସିଛି। TGT ପୋଷ୍ଟ ପାଇଁ 20,000 ରହିଛି ସାଲାରୀ ଏବଂ PGT ପୋଷ୍ଟ ପାଇଁ 30,000ର ସାଲାରୀ ରହିଛି। ଚାଲନ୍ତୁ ନଜର ପକାଇବା ଆଉ ଏକ କଲେଜ ତରଫରୁ, ଯାହା ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଘଣ୍ଟେଶ୍ୱରୀ ହାୟର ସେକେଣ୍ଡାରୀ ସ୍କୁଲ ଘଣ୍ଟେଶ୍ୱରୀ ଭଦ୍ରକ ତରଫରୁ ରହିଛି। ଏଇଥିରେ 2ଟା ପୋଷ୍ଟ ପାଇଁ ଗେଷ୍ଟ ଫ୍ୟାକଲ୍ଟି ରହିଛି। ଯାହା ହେଉଛି କ'ଣ ନା ଲେକ୍ଚର ଇନ୍ ଇକୋନୋମିକ୍ ଆଣ୍ଡ ଇଂଲିଶ ପାଇଁ। ଏହାର ଇଣ୍ଟରଭ୍ୟୁ ରଖାଯାଇଛି 25/9/2025 10ଟା AM ବେଳକୁ 10ଟା to 12 PM। ଏବଂ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ, ନିଜର ସମସ୍ତ କ୍ୱାଲିଫିକେସନ୍ ଏବଂ
ଜେରକ୍ସ ସହିତ ନିଜର ବାୟୋଡାଟା ନେଇ ଏବଂ ଯଦି ଆଉ କିଛି ଯଦି ଅଧିକା ଜାଣିବାକୁ ଚାହାନ୍ତି କଲେଜ ବିଷୟରେ ତାଙ୍କର ମୋବାଇଲ୍ ନମ୍ବର ଦିଆଯାଇଛି କଲ୍ କରି ବୁଝିପାରିବେ। ଏବଂ ଆଉ ଗୋଟେ କଲେଜ ତରଫରୁ ମଧ୍ୟ ଭ୍ୟାକେନ୍ସି ଅଛି ଯାହା ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ୍ ମାଲକାନଗିରି କଲେଜ ମାଲକାନଗିରି, ଯାହା ୱାକିଂ ଇଣ୍ଟରଭ୍ୟୁ ରହିଛି। ଯଦି ଆମେ ଏଇଠି ଦେଖିବା ଏଇଟା ତାଙ୍କର ସିଡ୍ୟୁଲ୍ ବନା ହେଇଥିଲା 21/9/2025 ସଣ୍ଡେ 10:30 AM ବେଳେ ଇଣ୍ଟରଭ୍ୟୁ ରଖାହେଇଥିଲା, କିନ୍ତୁ ଏଟାକୁ ପୋଷ୍ଟପୋନ୍ କରିଦିଆହେଇଛି। ଯଦି ଆମେ ସବଜେକ୍ଟ ଦେଖିବା ଇକୋନୋମିକ୍ ଇଂଲିଶ ପାଇଁ ରହିଥିଲା ଏବଂ ଏହାକୁ ରିସିଡ୍ୟୁଲ୍ କରି 23/9/2025କୁ ରଖାଯାଇଛି। ଥର୍ସଡେ ରଖାଯାଇଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛ ଏସବୁ ଆଟେଣ୍ଡ କରିବେ ବି ଏବଂ ନିଜର ସମସ୍ତ କ୍ୱାଲିଫିକେସନ୍ ସହିତ ବାୟୋଡାଟା ନେଇକରି ଯାଆନ୍ତୁ। ଅଧିକା ଜାଣିବାକୁ ଚାହୁଁଥିଲେ ତାଙ୍କର ଫୋନ୍ ନମ୍ବରରେ କଣ୍ଟାକ୍ଟ କରିପାରିବେ। ଏବଂ ଆଉ ଏକ କଲେଜ ତରଫରୁ ଭ୍ୟାକେନ୍ସି ଆସିଛି ଯାହା ଗୋପବନ୍ଧୁ ସାଇନ୍ସ କଲେଜ ଆଠଗଡ଼ ତରଫରୁ ଏଇଟା ଭ୍ୟାକେନ୍ସି ରହିଛି। ଯଦି ଆମେ ଦେଖିବା ଏଇଠି ୱାକିଂ ଇଣ୍ଟରଭ୍ୟୁ ଅଛି 25/9/2025 ତାରିଖ ଦିନ। କଣ୍ଟ୍ରାକ୍ଚୁଆଲ୍ ବା ଗେଷ୍ଟ ଫ୍ୟାକଲ୍ଟି ଲେକ୍ଚର ପାଇଁ ରହିଛି। ଯଦି ଆମେ ସବଜେକ୍ଟ ଦେଖିବା କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ଇଂଲିଶ, ଓଡ଼ିଆ, ଏଜୁକେସନ୍, ଲଜିକ୍ ଆଣ୍ଡ ଫିଲୋସଫି ଆଣ୍ଡ କମର୍ସ ପାଇଁ ପୋଷ୍ଟ ରହିଛି। ଏହାର ଇଣ୍ଟରଭ୍ୟୁ ଡେଟ୍ ହେଉଛି 25 ତାରିଖ। ଯେମିତି କମର୍ସରେ ଗୋଟେ ପୋଷ୍ଟ ରହିଛି, ମ୍ୟାଥରେ 2ଟା, ଇଂଲିଶରେ 1 ଏବଂ ଓଡ଼ିଆରେ 1 ପୋଷ୍ଟ, ଏଜୁକେସନ୍ରେ 2ଟା, ଫିଲୋସଫିରେ 2ଟା ଏବଂ କମର୍ସରେ 1 ପୋଷ୍ଟ ରହିଛି। ଯେଉଁମାନେ କ୍ୱାଲିଫିକେସନ୍ ଦେଖିବା ପିଜିରେ 55% ମାର୍କ ରଖିଥିବା ଆବଶ୍ୟକ ଏବଂ ନେଟ୍ ପିଏଚ୍ଡି କ୍ୱାଲିଫାଇ କ୍ୟାଣ୍ଡିଡେଟ୍କୁ ପ୍ରଥମେ ପ୍ରିଫରେନ୍ସ ଦିଆଯିବ। ଏବଂ ଯେଉଁମାନେ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ଚାହିଁବେ ସେମାନେ ସେ କହିଛନ୍ତି ଯେଉଁମାନେ ଇଣ୍ଟରଭ୍ୟୁ ଆଟେଣ୍ଡ କରିବେ ସେମାନଙ୍କୁ 300 ଟଙ୍କା ଚାଲାଣ ବି କାଟିବାକୁ ପଡ଼ିପାରେ। ଏବଂ ଏହା ସହିତ ନିଜର ସମସ୍ତ ବାୟୋଡାଟା ଏବଂ ଫଟୋ, ସାର୍ଟିଫିକେଟ୍ ଅରିଜିନାଲ୍ ଏବଂ ଜେରକ୍ସ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ। ଥ୍ୟାଙ୍କ ୟୁ। ଯଦି ଏଇଭଳିଆ ନୋଟିଫିକେସନ୍ ଆପଣମାନେ ଚାହୁଁଛନ୍ତି ତାହେଲେ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ପ୍ରଥମ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିବ। ଥ୍ୟାଙ୍କ ୟୁ। ରହିଲି, ନମସ୍କାର।